ସ୍ୱାମୀ ବିବେକାନନ୍ଦ ଭାରତର ମହାନ ସନ୍ନ୍ୟାସୀ, ଦାର୍ଶନିକ ଓ ଦେଶଭକ୍ତ ଥିଲେ। ତାଙ୍କର ଜୀବନ ଭାରତୀୟ ଯୁବପିଢ଼ି ପାଇଁ ପ୍ରେରଣା, ଏକ ଅମୂଲ୍ୟ ଦୀପଶିଖା। ତାଙ୍କର ପ୍ରକୃତ ନାମ ନରେନ୍ଦ୍ରନାଥ ଦତ୍ତ। ସେ 1863 ଜାନୁଆରୀ 12 ତାରିଖରେ କଲିକତାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ବିଶ୍ୱନାଥ ଦତ୍ତ ଜଣେ ପ୍ରସିଦ୍ଧ ଆଇନଜୀବୀ ଥିଲେ ଏବଂ ମାତା ଭୁବନେଶ୍ୱରୀ ଦେବୀ ଧାର୍ମିକ ଓ ସଂସ୍କାରଶୀଳ ନାରୀ ଥିଲେ। ନରେନ୍ଦ୍ରନାଥ ଶିଶୁକାଳରୁ ଅତ୍ୟନ୍ତ ମେଧାବୀ, ସାହସୀ ଓ ଜିଜ୍ଞାସୁ ସ୍ୱଭାବର ଥିଲେ। ନରେନ୍ ସବୁବେଳେ ଗୋଟିଏ ପ୍ରଶ୍ନ ପଚାରୁଥିଲେ, ଭଗବାନଙ୍କୁ କେହି ଦେଖିଛନ୍ତି କି? ଅନେକ ଲୋକ ତାଙ୍କୁ ଉତ୍ତର ଦେଇପାରୁନଥିଲେ। ଗୋଟିଏ ଦିନ ସେ ମହାନ ସନ୍ଥ ଶ୍ରୀ ରାମକୃଷ୍ଣ ପରମହଂସ ପାଖକୁ ଯାଇଥିଲେ। ନରେନ୍ ତାଙ୍କୁ ସେହି ପ୍ରଶ୍ନ କଲେ। ଶ୍ରୀ ରାମକୃଷ୍ଣ ହସି କହିଲେ, ହଁ, ମୁଁ ଭଗବାନଙ୍କୁ ଦେଖିଛି। ଏହି ଉତ୍ତର ନରେନ୍ଙ୍କ ହୃଦୟକୁ ଛୁଇଁଗଲା। ସେ ଶ୍ରୀରାମକୃଷ୍ଣଙ୍କ ଶିଷ୍ୟ ହେଲେ। ସ୍ୱାମୀ ବିବେକାନନ୍ଦ କହିଥିଲେ, ଜୀବନର ଏକ ଲକ୍ଷ୍ୟ ନିର୍ଦ୍ଧାରିତ କର। ନିଜର ପୂରା ଶରୀର ଏବଂ ମନକୁ ସେହି ଲକ୍ଷ୍ୟରେ ଭରିଦିଅ। ଅନ୍ୟ ବିଚାର ସବୁ ନିଜ ମନରୁ ବାହାର କରିଦିଅ। ଏହା ସଫଳ ହେବାର ମୂଳ ମନ୍ତ୍ର। ଆମ ମଧ୍ୟରୁ ଅଧିକାଂଶ ଡକ୍ଟର ଏପିଜେ ଅବଦୁଲ କଲାମଙ୍କୁ ନିଜର ପ୍ରେରଣା ମାନିଥାଉ, କିନ୍ତୁ ଆମକୁ ଜାଣିବାକୁ ହେବ ତାଙ୍କର ପ୍ରେରଣା କିଏ ଥିଲେ। ସେ ଥିଲେ ସ୍ୱାମୀ ବିବେକାନନ୍ଦ। ସେତିକି ନୁହଁ, ସୁଭାଷ ଚନ୍ଦ୍ର ବୋଷ, ଲାଲ ବାହାଦୁର ଶାସ୍ତ୍ରୀ, ଏମିତି ଅନେକ ମହାପୁରୁଷଙ୍କର ପ୍ରେରଣା ସ୍ୱାମୀ ବିବେକାନନ୍ଦ ଥିଲେ। ଆଜି ଆମେ ସ୍ୱାମୀ ବିବେକାନନ୍ଦଙ୍କ ଜୀବନର ଗୋଟିଏ କାହାଣୀ ଜାଣିବା। ଥରେ ସ୍ୱାମୀ ବିବେକାନନ୍ଦଙ୍କୁ ନଦୀ ପାର ହେବାର ଥିଲା। ସେ ନଦୀ ପାଖରେ ଠିଆ ହୋଇଥାନ୍ତି। ସେହି ସମୟରେ ଜଣେ ବ୍ୟକ୍ତି ଆସି ପଚାରିଲେ, କ'ଣ ଆପଣ ସ୍ୱାମୀ ବିବେକାନନ୍ଦ? ସ୍ୱାମୀଜୀ ଉତ୍ତର ଦେଲେ, ହଁ। ବ୍ୟକ୍ତି ଜଣକ ପଚାରିଲେ, ଆପଣ ଏଠାରେ କ'ଣ କରୁଛନ୍ତି? ସ୍ୱାମୀଜୀ କହିଲେ, ମୋତେ ନଦୀ ପାର କରିବାର ଅଛି, ଆଉ ମୁଁ ନୌକାର ଅପେକ୍ଷା କରିଛି। ବ୍ୟକ୍ତି ଜଣକ କହିଲେ, ତମେ ଏତେ ବଡ଼ ସାଧୁ, ଏହି ସାମାନ୍ୟ ନଦୀ ପାର ହୋଇପାରୁନ? ଲୋକେ ତମକୁ ପ୍ରେରଣାର ଉତ୍ସ ମାନନ୍ତି। ଦେଖ, ମୁଁ ନଦୀ ପାର କରିକି ଦେଖାଉଛି। ସେ ନଦୀରେ ପାଣି ଉପରେ ଚାଲିକି ଗଲେ ଏବଂ ଆସିଲେ ଏବଂ କହିଲେ, ଦେଖ, ମୋ ପାଖରେ ଏତେ ଟ୍ୟାଲେଣ୍ଟ ଅଛି ଏବଂ ଶକ୍ତି ଅଛି, ତଥାପି ମୋତେ କେହି ଜାଣନ୍ତି ନାହିଁ। ତମ ପାଖରେ କିଛି ଜ୍ଞାନ କି ଶକ୍ତି ନାହିଁ, ତଥାପି ତମକୁ ଲୋକେ ଜାଣନ୍ତି। ସେତିକିବେଳେ ସ୍ୱାମୀଜୀ ଟିକିଏ ହସି କହିଲେ, ତୁମକୁ ଏହି ବିଦ୍ୟା ଶିଖିବାରେ କେତେ ସମୟ ଲାଗିଲା? ବ୍ୟକ୍ତି ଜଣକ କହିଲେ, 15 ବର୍ଷ। ଏହି ସମୟରେ ସ୍ୱାମୀଜୀଙ୍କ ନୌକା ଆସି ପହଞ୍ଚିଲା। ସ୍ୱାମୀଜୀ ବ୍ୟକ୍ତି ଜଣକୁ ନୌକାରେ ବସାଇ ସେଠାରୁ ଚାଲିଲେ। ଦୁଇଜଣ ନୌକାରେ ବସି ନଦୀ ପାର କଲେ। ନଦୀ ପାର ହେବା ପରେ ସ୍ୱାମୀଜୀ 1 ଟଙ୍କା ବାହାର କରି ଆଉ ସେ ନୌକାବାଲାଙ୍କୁ ଦେଲେ। ଦୁଇଜଣଙ୍କ 50-50 ପଇସା ମିଶି 1 ଟଙ୍କା ହେଲା। ଯେଉଁ କାମ ତୁମେ 50 ପଇସାରେ କରିପାରିଥାନ୍ତ, ତାହା କରିବା ପାଇଁ ତମେ ଜୀବନର 15 ବର୍ଷ ବର୍ବାଦ କରିଦେଲ। ଯଦି ଏହି 15 ବର୍ଷ ସମାଜର ମଙ୍ଗଳ କାମରେ ଲଗାଇଥାନ୍ତ, ତେବେ ଆଜି ତମକୁ ପୁରା ଦୁନିଆ ଜାଣିଥାନ୍ତା। ମୁଁ ଏହି କାମ କଲି, ଏଥିପାଇଁ ମୋତେ ପୁରା ଦୁନିଆ ଜାଣେ, ଆଉ ତମକୁ କେହି ଜାଣନ୍ତି ନାହିଁ। ଆଉ ଫେର ସ୍ୱାମୀଜୀ କହିଲେ, ତମ ପରି ବହୁ ଲୋକ ଏମିତି କାମରେ ଦିନ, ମାସ, ବର୍ଷ କଟାଇ ଦିଅନ୍ତି, ଯାହା ତାଙ୍କ ଜୀବନରେ କୌଣସି ଅର୍ଥ ନାହିଁ। ଏଥିପାଇଁ ସମୟକୁ ଏମିତି ଜାଗାରେ ଲଗାଅ, ଯାହାର କୌଣସି ମୂଲ୍ୟ ମିଳୁ।